आदि अनादि अनंत आत्मेभ्यो भगवते अवधूत बाया पागला देवाय नमो नमः। धन जन जीव यौवन किछि नुहई चिर ଯଶ ପଯଶ ଦୁଇଟି କଥା ରହେ ମାତର। ମହାତ୍ମା ପଦବୀ ଲଭିବୁ ମନ ମାନ ଏ ଭବେ ସ୍ୱାର୍ଥକୁ ତ୍ୟଜିନ ପରାର୍ଥେ ସାଧକର ଭାବେ। କଣ୍ଟା ଯେବେ ହୁଏ ପ୍ରବେଶ କେବେ ନର ଶରୀରେ କଣ୍ଟାରେ କଣ୍ଟାକୁ କାଢ଼ିନ ସୁଖୀ ହୁଅନ୍ତି ନରେ। ସେହିପରି ମନ୍ଦ ପ୍ରକୃତି ଗଣ ଦୂରୀକରଣେ ସତ ପ୍ରକୃତିର ଆଶ୍ରୟ ସଦା ନିଅନ୍ତି ଜନେ। ଉତ୍ତମ ପ୍ରକୃତିର ଆଶ୍ରୟ ହେଲେ ସୁକର୍ମରତ କୁକର୍ମ ସାଧନେ ପ୍ରକୃତି ମନ୍ଦ ପଥେ ଚାଳିତ। କର୍ମ ବିନା କେହି ମାନବ ରହି ନ ପାରେ ଭବେ ସୁକର୍ମ କିଏ ବା କୁକର୍ମେ ରତ ହୁଅନ୍ତି ସର୍ବେ। ସୁକର୍ମେ ହଇଲେ ମଜ୍ଜିତ ନୁହେଁ ମନ୍ଦ ସ୍ୱଭାବ କୁକର୍ମରେ ରତ ହଇଲେ କାହୁଁ ଭଲ ହଇବ। ପ୍ରକୃତି ଗଣକୁ ସର୍ବଦା ରଖିଥାଅ ଆୟତ୍ତେ କିଞ୍ଚିତ ଆଶ୍ରୟ ପାଇଲେ ଜୀବ ମାରନ୍ତି ନିତ୍ୟେ। କେବଳ ଶରୀର ରକ୍ଷାର୍ଥେ କର ଅନ୍ନ ଭୋଜନ ମନ କଳୁଷିତ ନ ହେବ କରୁଥାଅ ଭଜନ। କୁପ୍ରବୃତ୍ତି ଦ୍ୱାରା କଦାପି ଉତ୍ତେଜିତ ନ ହୁଅ ଅସାଧ୍ୟ କର୍ମ ସାଧନେ ମନ କରୁଥା ଥୟ। ଜଗୁଆଳ ହୋଇ ସକଳ ଦ୍ୱାର ଜଗ ହେତୁରେ କୁଜନେ ନ ଦିଅ ଆଶ୍ରୟ ସନ୍ଥ ଜନ ହିତରେ। କିଞ୍ଚିତ ପ୍ରଶ୍ରୟ ପାଇଲେ ମନ୍ଦ ପ୍ରକୃତି ଗଣେ କ୍ଷେତ୍ର ଛାର ଖାର କରିଣ ଦିଅନ୍ତି ଅଶାନ୍ତି ମନେ। ସତସଙ୍ଗ ବିନା ବିବେକ ନ ହୁଅଇ ଉଦୟ ସାଧନ ନୁହଇ ସଫଳ ହୃଦେ ନଥିଲେ ଭୟ। ଚିତ୍ତଟି ଯାହାର ସରଳ ସନ୍ଥ ଅଟଇ ସେହି ଜଗତର ହିତେ ସର୍ବଦା ମରଣକୁ ଲଭଇ। ଦୁର୍ଜନକୁ ଦିଏ ସମ୍ମାନ ସଜନକୁ କଷଣ ଦୁର୍ଜନ କଷଟି ପଥର ସନ୍ଥ ଅଟେ ସୁବର୍ଣ୍ଣ। ସାଧୁ ସୁଦା ସମ ଅଟନ୍ତି ସୁରା ଅସାଧୁ ମାନେ ଜନ୍ମଦାତା ଏକ ଅଟନ୍ତି ଯେଣୁ ନୁହନ୍ତି ଭିନ୍ନେ। ଦୁର୍ଜନ ନିନ୍ଦନ୍ତି ସୁଜନେ ଉନ୍ନତିର ନିମିତ୍ତ ତାହାଙ୍କ କଥାକୁ ଶୁଣିଲେ ହିତ ହୁଏ ବହୁତ। ଦୁଗ୍ଧ କେବେ କଳା ନୁହଇ କାଳି ଗାଈର ହେଲେ ଦୁର୍ଜନର ବାକ୍ୟ ସେପରି ଅଟେ କର୍ମ କ୍ଷେତ୍ରରେ। ସମସ୍ତଙ୍କ ପାଦ ପଦ୍ମକୁ ସଦା କର ବନ୍ଦନା ଏକମାତ୍ର ଶକ୍ତି ଧରିଛି କାଳେ ଆକୃତି ନାନା। ଗୁରୁ ପିତା ମାତା ଅଟନ୍ତି ଶିବ ରୂପୀ ଶକତି ତାହାଙ୍କୁ ପ୍ରଣାମ କରିଲେ ଘୁଞ୍ଚି ଯାଏ ବିପତ୍ତି। ସିଦ୍ଧନାଥ ରୂପେ କହିଲେ
ବାୟା ଗୀତାକୁ ସେହି ସରସ୍ୱତୀ ରୂପେ ଲେଖିଲେ କଲମରେ ସେ ରହି। ବିଚିତ୍ର ବିନ୍ଧାଣୀ ସେ ଅଟେ ତାର କଳନା ନାହିଁ। ନାନାର ସେ ହସି ହସାଇ କାନ୍ଦି କନ୍ଦାଉଥାଇ। କରମତେ ଜିନ ଜଗତେ କେହୁ ନ ରହେ କ୍ଷଣେ। ସରବେ କରମ କରନ୍ତି ପଡ଼ି ପ୍ରକୃତି ଗୁଣେ। ଯଜ୍ଞ ବିନା ଯେବେ କରମ କରେ ଯିବେ ବନ୍ଧନ। ପରମ ଯଜ୍ଞଟି ବୋଲାଏ ପରହିତ ସାଧନ। ଯାହାକୁ ଯେପରି ଯେ ଭାବେ ଅନ୍ୟ ଭାବେ ସେପରି। ପର ଭଲ ଯେହୁ ଭାବଇ ଭଲ ହୁଏ ତାହାରି। ଶ୍ରଦ୍ଧାରେ କରମ କରିନ ଲଭ ମୁକତି ପଦ। ଅଶ୍ରଦ୍ଧା ଭାବରେ ଯେ କରେ ହୋଇଥାଏ ସେ ବଦ୍ଧ। ସ୍ୱଧର୍ମେ ଲଭିଲେ ନିଧନ ଶ୍ରେୟ ପଦ ଲଭନ୍ତି। ପରଧର୍ମେ ହେଲେ ମରଣ କେଉଁ କୂଳ ନୁହନ୍ତି। କର୍ମ ଫଳେ ସ୍ପୃହା ନ କରି ମଜନ୍ତି ଯେ କରମେ। ଆବଦ୍ଧ ନୁହନ୍ତି ସେମାନେ କରମର ବନ୍ଧନେ। ସଂକଳ୍ପ କାମନା ନ କରି କର୍ମାରମ୍ଭ ଯେ କରେ। ଜ୍ଞାନାଗ୍ନିରେ କର୍ମ ଜାଳିନ ସେହି ବୁଦ୍ଧ ସଂସାରେ। ଶ୍ରୁତାଦି ଇନ୍ଦ୍ରିୟ ଗଣକୁ ସଂଯମାଗ୍ନି ଦହନ୍ତି। ଶବ୍ଦାଦି ବିଷୟ ମାନଙ୍କୁ ଇନ୍ଦ୍ରିୟାଗ୍ନି ଜାଳନ୍ତି। ଯେସନେ ଭସ୍ମ କରଇ ସମିଧକୁ ପାବକ। ସେହିପରି କର୍ମ ରାଶିକୁ ନାଶେ ବିଜ୍ଞାନୀ ଲୋକ। ଶ୍ରଦ୍ଧାବାନ ଜ୍ଞାନ ଲଭଇ ଜ୍ଞାନେ ଇନ୍ଦ୍ରିୟ ବଶ। ଜ୍ଞାନ ହେତୁ ଜ୍ଞାନୀ ଭୋଗଇ ସଦା ଚିର ପୌରୁଷ। କର୍ମେ ଅତିଶୟ ଆସକ୍ତ କିମ୍ବା ନୁହ ବିରକ୍ତ। ଭକତ ଶ୍ରେଣୀରେ ତ ନାମ ହେବ କାଳେ ଲିଖିତ। ଭକ୍ତି ମାର୍ଗେ ହେଲେ ଆଶାଇ ଛାଡ଼ ବିଷୟୁଚିତ। ଉଜ୍ଜଳ ହୋଇବ ବିବେକ ହୋଇ ପ୍ରେମେ ଉଦିତ। ଧନୀ ବାହ୍ୟ ବସ୍ତୁ ଆସକ୍ତି ଯୋଗୁ ନ ଲଭେ ଭକ୍ତି। ଉତ୍ତମ ଭକତି ମିଳିନ ଦିଏ ଦରିଦ୍ରେ ଶକ୍ତି। ଭିକାରୀ ବେଶକୁ ନ ଧରି କେବା ଭକ୍ତି ପାଇଛି। ସୁଦାମାର ଖୁଦ ତାହାର ପରମାଣ ଦେଇଛି। ଜୀବନ ଯାକରେ ଅଧର୍ମ ଆଚରଇ ଯେ ନର। ବୃଦ୍ଧ କାଳେ ମୃତ୍ୟୁ ଭୟରେ ଭକ୍ତି ନ ହୁଏ ତାର। ବିଦ୍ୟା ଧନ ଉପାର୍ଜନ ତ ଭକ୍ତିହୀନ କରିଲେ। ଶଠ ଧୂର୍ତ୍ତ ବୋଲି ଯାହାକୁ ଲୋକେ କହନ୍ତି ଭଲେ। କଠୋର ସାଧନା କରିଣ ଭକ୍ତି ପାଆନ୍ତି ନାହିଁ। ସରଳ ବିଶ୍ୱାସୀ ହଇଲେ ସହଜରେ ମିଳଇ। ବ୍ରହ୍ମଚର୍ଯ୍ୟ ବ୍ରତ ପାଳନେ ଚିତ୍ତ ଶୁଦ୍ଧ ହୁଅଇ। ଚିତ୍ତ ଶୁଦ୍ଧ ହେଲେ କାମାଦି ସବୁ ଦୂରେ ରହଇ। କୁସଙ୍ଗ ଯେପରି ହୁଅଇ ଭକ୍ତି ପଥେ କଣ୍ଟକ। ସୁସଙ୍ଗ ଯେପରି ଅଟଇ ଭକ୍ତିର ସହାୟକ। ସୂର୍ଯ୍ୟ ଯେଉଁପରି ସଂସାର ଅନ୍ଧକାର ନାଶଇ। ସଦଭକ୍ତି ତଥା ସାଧୁର
କାର୍ଯ୍ୟକାରୀ ହୁଅଇ। ସାକ୍ଷାତରେ ଶିବ ଅଟନ୍ତି ଅବଧୂତ ସମାନ, ଅବଧୂତ ଦେବୀ ପାର୍ବତୀ ପୂଜା ସକଳ ସ୍ଥାନ। ଗୃହସ୍ଥ ତାହାକୁ ମାନଇ ସାକ୍ଷାତରେ ଈଶ୍ୱର, କରି ତାଙ୍କୁ ପୂଜା ପ୍ରଣାମ ଲଭେ ତ୍ରାଣ ମୁକର। ଅବଧୂତଙ୍କର ଦର୍ଶନେ ହୁଏ ପାପ ନିଧନ, ତାଙ୍କ ବାସସ୍ଥାନେ ନ ବାଧେ କ୍ଷୁଧା ତୃଷ୍ଣାଦିମାନ। ଅବଧୂତ ଯୁଗ ନିୟମେ ବଶୀଭୂତ ନୁହନ୍ତି, ଭୋଗୀ ପରି ଭୋଗ ଗ୍ରହଣ କେବେ ସେ ନ କରନ୍ତି। ବୀର ପରି ସେହି ଜଗତେ ନୁହନ୍ତି ବଳବାନ, ଧୀର ପରି ପୁଣି ନୁହନ୍ତି ସଂଯମର ଅଧୀନ। ଜ୍ଞାନୀ ପରି ମୁଖ୍ୟ ଭିକାରୀ ଅବଧୂତ ନୁହନ୍ତି, ଶାକ୍ତ ନୁହନ୍ତି ସେ ବୈଷ୍ଣବ ଶିବେ ନ ଥାଏ ଭକ୍ତି। କୌଣସି ସମ୍ପ୍ରଦାୟ ଅଧୀନ ପୁଣି ନୁହଁଇ ସେହି, ଭବ ବଶେ କରି ଭ୍ରମଣ ଆନନ୍ଦକୁ ଦିଅଇ। ଅବଧୂତାଶ୍ରମ ଆଶ୍ରିତେ ରହେ ଯେ ବଣ ଜନ, ଗୃହସ୍ଥ ବ୍ରାହ୍ମଣ ସକଳେ ହୁଏ ପୂଜ୍ୟ ଭାଜନ। ସଂସାରକୁ ତ୍ୟାଗ କରିଣ ହୁଏ ବଡ଼ ସଂସାରୀ, ଘର ତାର କାହିଁ ନଥାଏ ସବୁ ଘର ତାହାରି। ଗଭୀର ତାହାର ହୃଦୟ ଅଟେ ସାଗର ପରି, ଗ୍ରୀଷମ ବରଷା ପ୍ରଭାବେ କ୍ଷୟ ନୁହଁଇ ବାରି। ପରିବାର ପରିବର୍ଜନେ ନୁହେଁ ସନ୍ନ୍ୟାସ କେହି, ଗରିକ ବସନ ଧାରଣେ କେଭେ ସାଧୁ ନୁହଁଇ। ଲଣ୍ଡିତ ମସ୍ତକ କରିଲେ କିମ୍ବା ଜଟା ବହିଲେ, ସନ୍ନ୍ୟାସ କଦାପି ନୁହନ୍ତି ଗାତ୍ରେ ଭସ୍ମ ଲେପିଲେ। ତତ୍ତ୍ୱଜ୍ଞାନ ଯେହୁ ଲଭନ୍ତି ଜୟ କରି ମନରେ, କାମ୍ୟ କର୍ମ ତ୍ୟାଗ କରି ସେ ଥାନ୍ତି ସଂସାରୁ ଦୂରେ। ଜୀବନ ମୁକତ ପୁରୁଷ ସେହିମାନେ ଅଟନ୍ତି, ତିରସ୍କୃତ ଯଦି ହୁଅନ୍ତି ଆନନ୍ଦରେ ନାଚନ୍ତି। ପ୍ରଶଂସିତ ହେଲେ ପ୍ରୀତିର ଭାବ ଦେଖାନ୍ତି ନାହିଁ, ଆଘାତ ପ୍ରପାତ ହଇଲେ ଧୈର୍ଯ୍ୟ ନାଶ ନୁହଁଇ। ଅମଙ୍ଗଳ ହତ୍ୟାକାରୀର ଇଚ୍ଛା ନ କରେ ସେହି, ତ୍ରିଲୋକରେ ତାହା ଅପେକ୍ଷା ପୂଜ୍ୟ ନୁହଁଇ କେହି। ଚିନ୍ତାହୀନ ହୋଇ ଭିକ୍ଷାର୍ଣ୍ଣେ ସଦା ଦିନ ବଞ୍ଚଇ, ଶ୍ମଶାନ ଭବନ କାନନ ଭେଦ ତାର ନଥାଇ। ନଦୀ ଝରଣାର ଜଳରେ କରେ ତୃଷା ବାରଣ, କ୍ଷୁଧା ନିବାରଣ କରଇ ଫଳ ମୂଳ ଭକ୍ଷିଣ। କେଉଁ ସ୍ଥାନେ ସେହି ଅଟଇ ମୂର୍ଖ କାହିଁ ପଣ୍ଡିତ, ଅଜଗର ଧର୍ମୀ କାହିଁ ବା କାହିଁ ଅପରିଚିତ। ଜୀବନ ମରଣ ତାହାର ପକ୍ଷେ ସମ ଅଟଇ, ହସି ହସି ସଦା ଆନନ୍ଦେ ସେହି କାଳ କାଟଇ। ରଖିଲେ ବା କିଏ ମାରିବ ଶକ୍ତି ନାହିଁ କାହାର, ମାରିଲେ ତ ରଖି ନ ପାରେ ଇନ୍ଦ୍ର ରୁଦ୍ର କୁବେର।
ଯମ ଘର ଏକା ଅଟଇ ଏ ସମସ୍ତ ଶରୀରେ ତହିଁ ଜୀବ ହୁଏ ଆବଦ୍ଧ ନାନା ସୁଖ ଦୁଃଖରେ। ଇଚ୍ଛାମୟଙ୍କର ଇଚ୍ଛାରେ ହୁଏ ଯୁଗ ବା ଭୋଗ ଧୀରେ ସହେ ତେଣୁ ମାନବ ନାନା ବୈରାଗ ରୋଗ। ରାଧୁ ମଧୁ ନାମେ ଏକଦା ଥିଲେ ଦୁଇଟି ବନ୍ଧୁ ରାଧୁକୁ ପଥରେ ଗମଇ ଥାଏ ସୁପଥେ ମଧୁ। ଆଳସ ଲାଳସ ବ୍ୟସନେ ରାଧୁ ସଦା ମାତଇ ଧରମ କରମ ସାଧନେ ମଧୁବ୍ରତୀ ହୁଅଇ। ରାଧୁ ଧନୀ ହଇ ସର୍ବଦା ବେଶ୍ୟା ସଙ୍ଗେ ରମଇ ମଧୁଟି ଦରିଦ୍ର ବେଶରେ ଭିକ୍ଷା ଅର୍ଣ୍ଣେ ବଞ୍ଚଇ। ଦିନେ ବେଶ୍ୟା ଗୃହେ ଯିବାକୁ ରାଧୁ ଡାକେ ମଧୁରେ ଅଧରମ ପଥ ବତାଏ ବଡ଼ ନିନ୍ଦି ଧର୍ମରେ। ମାତ୍ର ମଧୁ ରାଧୁ କଥାରେ ବିଚଳିତ ନହିଲା ଧର୍ମ ବକ୍ତୃତା ଶୁଣିବା ଲାଗି ତୁରିତେ ଗଲା। ବେଶ୍ୟାର ମନ୍ଦିରେ ରାଧୁଟି ପୁହାଇଲା ରଜନୀ ଫେରି ଆସୁ ପଥେ ପାଇଲା ଟଙ୍କା 50 ଗଣି। ଫେରି ଆସୁ ମଧୁ ପଥରେ ହେଲା ପାଦ ସ୍ଖଳନ ପଦନ ଆଘାତେ ହଇଲା ଖଞ୍ଜ ହସ୍ତ ଦକ୍ଷିଣ। ଧର୍ମ ପଥ ଗଟି ଆବୋରି ମଧୁ ଲଭିଲା ଦୁଃଖ ଅଧର୍ମ ପଥରେ ରାଧୁଟି ଥାଇ ପାଇଲା ସୁଖ। ଏଗୁଢ ରହସ୍ୟ ବୁଝିବା ପାଇଁ ଜଣେ ପଣ୍ଡିତ ରାଧୁ ମଧୁଙ୍କର ଜାତକ ନେଇ ବୁଝିଲେ ତତ୍ତ୍ୱ। ତହୁଁ ଜଣାଗଲା ମଧୁର ଥିଲା ଦଣ୍ଡ ପ୍ରାଣର ଧର୍ମ ବଳେ ତାହା ନଇ ଖଞ୍ଜ ହେଲା ମାତର। ଲକ୍ଷପତି ହେବା ରାଧୁର ଥିଲା ଭାଗ୍ୟେ ସେଦିନ ଅଧରମ ବଳୁ ହଇଲା ତାର ଧନ ହରଣ। ଏହିପରି ପୂର୍ବ ଜନ୍ମର କର୍ମ ଫଳ ଜଗତେ ଅଧରମ କରି ଧର୍ମର ଫଳ ଲଭନ୍ତି ଏଥେ। କର୍ମ ଫଳ ଅଟେ ଅଦୃଷ୍ଟ ଜୀବ ଅଦୃଷ୍ଟରୁ ହିଁ ଅଦୃଷ୍ଟ ନଥିଲେ ଜୀବର ହୁଏ ଉଦ୍ଭବ କାହିଁ। ଅଦୃଷ୍ଟାନୁସାରେ ପିନ୍ଧିଲେ ବେଢି ଦେବ କି ମାତ ଅଦୃଷ୍ଟ ବଳରେ ହଇଲେ ଷଡ଼ ସନ୍ତତି ହତ। ଅଦୃଷ୍ଟ ବଳରେ କୃଷ୍ଣଟି କଂସ କେଶୀ ନାସିଲେ ଅଦୃଷ୍ଟ ବଳରେ ଶବର ସରେ କୃଷ୍ଣ ବିନ୍ଧିଲେ। ଅଦୃଷ୍ଟକୁ ନେଇ ଆଜୀବ ଦୁଃଖ ସୁଖ ଭୁଞ୍ଜଇ ଅଦୃଷ୍ଟ ବଳରେ ଜଗତ ଆତ ଜାତ ହୁଅଇ। ଅଦୃଷ୍ଟ ବଳରେ ଏ ଜୀବ ମହପାଶେ ଯନ୍ତ୍ରିତ ପୁଣ୍ୟ ଭାଗ୍ୟ ବଳେ ହୁଅଇ ଶାନ୍ତି ଚିତ୍ତ ମୁକତ। ସଂସାରୀ ମନଟି ଅଟଇ ବିଷ୍ଟା କୀଟାଣୁ ପରି ବିଷ୍ଟାର ବାହାରେ ରଖିଲେ ସୁଖ ନୁହେଁ ତାହାରି। ସଂସାର ବନ୍ଧନେ ମଜ୍ଜିତ ହୋଇଥାନ୍ତି ଯେମାନେ ଐଶ୍ୱରିକ ତତ୍ତ୍ୱ ଲାଗଇ ତାଙ୍କୁ ବିଷ ସମାନେ। ଜାଲରେ ପତିତ ହଇଲେ ଯେହ୍ନେ ମତ୍ସ୍ୟ ବହୁତ ଚେଷ୍ଟା ନ କରି ନ ବର୍ତ୍ତିବା
ପାଇଁ ହୁଅନ୍ତି ମୃତ। ଚେଷ୍ଟା କରି ଆଉ କେତେକ କୃତକାର୍ଯ୍ୟ ନୁହନ୍ତି, କେତେକ ଯତନ କରିଣ ତହିଁ ମୁକ୍ତ ହୁଅନ୍ତି। ଏହିପରି ତିନି ପ୍ରକାରେ ଜୀବଛନ୍ତି ଜଗତେ, ବଦ ମୁମୁକ୍ଷୁ ଅଟନ୍ତି ପୁଣି ମୁକତ କେତେ। ସାଧୁ ସଙ୍ଗ ସଦା କରିଲେ ଶତପଥ ମିଳଇ, ସଂସାରୀ ସଙ୍ଗରେ ଆଳାପେ ସଂସାରରେ ମଜଇ। ଦୁଇଟି ପ୍ରକାର ମଥିକା ଦେଖାଯାନ୍ତି ଜଗତେ, ଏକ କରେ ମଧୁ ସଂଗ୍ରହ, ଅନ୍ୟ ରମେ କୁତ୍ସିତେ। ସେହିପରି ଏହି ମାନବ ଗଣ ଦୁଇ ଶ୍ରେଣୀରେ, ବିଭକ୍ତ ହୋଇ ନ କରନ୍ତି କର୍ମ କର୍ମ କ୍ଷେତ୍ରରେ। ଗଣ୍ଡାର ଚମଡ଼ା ହୋଇଣ ଥାଏ ବଡ଼ ଶକତ, ସହଜରେ ନାନା ଅସ୍ତ୍ରାଦି ଭେଦେ ନାହିଁ କିଞ୍ଚିତ। ସେପରି ବଧିର ଅଟନ୍ତି ଏହି ସଂସାରୀ ଜନେ, ସତ ବକ୍ତୃତାରେ ନ ଦ୍ରବେ ହୃଦ ଈଶ୍ୱର ପ୍ରେମେ। ଶୋକମୋହ ନିବାରଣଟି ଯେଉଁ ଜ୍ଞାନ କରଇ, ଦୟାକରି ଗୁରୁଦେବ ହେ ତାହା ଦିଅ ବତାଇ। ସଂସାରରେ ଶୁକ ନଳ ଦହେ ହୃଦୟ ବନ, ଦୟାକରି କୃପା ଜଳକୁ କରୁଥାଅ ବର୍ଷଣ। ଏ ଶରୀର ତରି ସଂସାର ସାଗରରେ ଭାସୁଛି, କର୍ଣ୍ଣଧାର ରୂପେ ରଖ ହେ ନିବେଦନ କରୁଛି। ସ୍ୱପ୍ନମୟ ଧନ ଜନହି ପରିବାର ସଂସାର, ଜଳଦେ ଚପଳା ଖେଳଇ ଯେହ୍ନେ କ୍ଷଣ ମାତର। ଯାହା କରେ ଯାହା କହଇ ଯାହା ଚିନ୍ତଇ ମନେ, ଘେନ ଘେନ ପ୍ରଭୁ ଅର୍ପଣ କରେ ତବ ଚରଣେ। ପାପ ବା ପୁଣ୍ୟ ଫଳକୁ ମୁହିଁ ଜାଣଇ ନାହିଁ, ତବ ପ୍ରେମେ ହେବି ପାଗଳ ଦିଅ ବୁଦ୍ଧି ବତାଇ। ନିୟମକୁ ଅନୁସରଣ ନ କରିଲେ ସେବନ, କେବେ ରୋଗ ଦୂର ହୁଏ କି ଶୁଣି ଔଷଧ ନାମ। କେବଳ ଶ୍ରୀହରି ନାମକୁ କଲେ ସଦା ଭଜନ, କି ହେବ ଯାହାର ହୃଦୟ ନୁହେଁ ଭକ୍ତିରେ ପୂର୍ଣ୍ଣ। ହରି ନାମ କଲେ ଶ୍ରବଣ ଅର୍ଥ ବ୍ୟୟ ନୁହଇ, ଭକ୍ତିରେ ଶୁଣିଲେ ତାହାକୁ ମୁକ୍ତି ନିଶ୍ଚେ ମିଳଇ। ବିନା ମୂଲ୍ୟେ ଏହି ସୁଧାକୁ ଯେହୁ ନ କରେ ପାନ, ତାହାର ସମାନ ଅଜ୍ଞାନ ନାହିଁ ଜଗତେ ଜନ। ତାହାର ସମାନ ଅଜ୍ଞାନ ନାହିଁ ଜଗତେ ଜନ। ତାହାର ସମାନ ଅଜ୍ଞାନ ନାହିଁ ଜଗତେ ଜନ।